ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷ ସ୍ୱାଗତ। ଧାର୍ମିକ ମାନ୍ୟତା ଅନୁସାରେ ସବୁ ଅମାବାସ୍ୟା ଠାରୁ ମାଘ ଅମାବାସ୍ୟାର ବିଶେଷ ମହତ୍ତ୍ୱପୂର୍ଣ୍ଣ ରହିଛି। ଏହି ଅମାବାସ୍ୟାକୁ ମାଘୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ ବା ମୌନ ଅମାବାସ୍ୟା ମଧ୍ୟ ବା ମୌନୀ ଅମାବାସ୍ୟା କୁହାଯାଇଥାଏ, ତ୍ରିବେଣୀ ଅମାବାସ୍ୟା କୁହାଯାଇଥାଏ। ଏହି ଗୋଟେ ଦିନକୁ ଦେଖନ୍ତୁ କେତେ ନାମ, ମାଘ ଅମାବାସ୍ୟା ବା ମାଘୀ ଅମାବାସ୍ୟା, ତ୍ରିବେଣୀ ଅମାବାସ୍ୟା, ତା ସହିତ ଆପଣଙ୍କର ମୌନୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ବହୁତ ଶୁଭ ହୋଇଥାଏ। ପବିତ୍ର ନଦୀରେ ଏହି ଦିନରେ ସ୍ନାନ କରିବା ଦ୍ୱାରା ଆପଣ ସବୁ ପାପରୁ ମୁକ୍ତି ମଧ୍ୟ ମିଳିଥାଏ। ତା ସହିତ ପିତୃଙ୍କୁ ମାନେ ପ୍ରସନ୍ନ କରିବା ପାଇଁ ଆପଣ ସେଦିନ ପିଣ୍ଡଦାନ, ତର୍ପଣ ଏସବୁ ଜିନିଷ ଆପଣ ମଧ୍ୟ କରିପାରିବେ। ତା ବ୍ୟତୀତ ଏଇ ଦିନ ଆପଣ ବ୍ରତର ମଧ୍ୟ ବିଧାନ ରହିଛି। ଆପଣ ଜପ, ତପ, ଦାନ, ଧର୍ମ ଏଇ ଦିନ କରିବେ। ଏହା କରିବା ଦ୍ୱାରା ଆପଣଙ୍କ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଜୀବନରେ ଯଦି ଆପଣ କିଛି ମାନେ ଭାବୁଛନ୍ତି କିଛି କମ୍ ଅଛି, ତ ସେଇ କମ୍ର ସ୍ଥାନ ମଧ୍ୟ ଭରି ହେଇଯାଇଥାଏ। ତ ଏହି ବର୍ଷ ଆପଣଙ୍କର 18 ଜାନୁଆରୀ ରବିବାର ଦିନ ହେଉଛି ଆପଣଙ୍କର ତ୍ରିବେଣୀ ଅମାବାସ୍ୟା ବା ମାଘ ଅମାବାସ୍ୟା, ଯାହାକୁ ବି ମୌନୀ ଅମାବାସ୍ୟା କୁହାଯାଏ। ମୌନୀର ଅର୍ଥ କୋଉଠୁ ଆସିଛି? ତ ମୌନ। ତ ମୌନର ଅର୍ଥ କ'ଣ? ଚୁପ୍ ରହିବା। ତ ଏହି ଦିନ ମୌନ ରହିକରି ବା ଚୁପ୍ ରହିକରି ଯେଉଁ ବ୍ୟକ୍ତି ନିଜର ଭାବନାକୁ, ନିଜର ବିଚାରକୁ ଶାନ୍ତ କରିଥାଏ, ନିଜର ଆତ୍ମା ଚିନ୍ତନ କରିବାକୁ ପ୍ରୟାସ କରିଥାଏ, ତାର ମାନେ ତାକୁ କ'ଣ ଏଇ ଦିନର ମାନେ ଯଦି ଆପଣ ମାନେ ଚୁପ୍ ରହିବେ ନା, ମନରେ ଗୋଟେ ଶାନ୍ତି ଆସିଥାଏ, ଗୋଟେ ମାନସିକ ଶାନ୍ତି ପ୍ରାପ୍ତି ହେଇଥାଏ। ଯେହେତୁ ଏଇ ଦିନଟି ଟୋଟାଲ, ଏଇ ଦିନଟି ଯେଉଁମାନେ ବ୍ରତ କରନ୍ତି ପୁରା ଚୁପ୍ ରୁହନ୍ତି, ତେଣୁକରି ଏଇ ଦିନକୁ ମୌନୀ ଅମାବାସ୍ୟା ବୋଲି ଗ୍ରହଣ ମାନେ କୁହାଯାଇଥାଏ। ଏହା କରିବା ଦ୍ୱାରା ଆପଣଙ୍କୁ ଆଧ୍ୟାତ୍ମିକ କାମରେ ମନ ଲାଗିଥାଏ, ନିଜର ବାଣୀ ଉପରେ ମଧ୍ୟ କାବୁ ରହିଥାଏ, ନିୟନ୍ତ୍ରଣ ରହିଥାଏ। ତା ବ୍ୟତୀତ ଏହି ଦିନ ବ୍ରତ କରିବା ଦ୍ୱାରା ଆପଣଙ୍କୁ ଆଧ୍ୟାତ୍ମିକ ମାନେ ଗୋଟେ ଜ୍ଞାନ ମଧ୍ୟ, ସକାରାତ୍ମକ ଶକ୍ତି ମଧ୍ୟ ଆପଣଙ୍କ ଏଠି ଉର୍ଜା ଆପଣ ନିଜେ ବି ମାନେ ଉର୍ଜା ଆପଣଙ୍କ ଆଡ଼େ ମାନେ ଟିକେ ପ୍ରତିଫଳିତ ହେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଦେବ ହେଉଛନ୍ତି ଆମ ମନର କାରକ ଅଟନ୍ତି। ଅମାବାସ୍ୟା ତିଥିରେ ଚନ୍ଦ୍ର ଯେହେତୁ ଆସନ୍ତି ନାହିଁ, ମାନେ ଲୁଚି କରି ରୁହନ୍ତି, ତ ତେଣୁକରି ଆମର ମନର ସ୍ଥିତି ମାନେ ଦୃଢ଼ ହେଇକରି ରହେ ନାହିଁ, ସିଏ ଟିକେ ଏପଟ ସେପଟ ହେଇଯାଏ। ତେଣୁ ଆମେ ଯଦି ଆମର ମନ ଉପରେ ନିୟନ୍ତ୍ରଣ କରିବା, ଆଉ ସେଦିନ ଆମେ ଚୁପଚାପ ରହିବା, ତାହେଲେ କି ମୌନବ୍ରତ ଯଦି ଆମେ ଧାରଣ କରିବା, ତାହେଲେ ଆମର ମନ ଶାନ୍ତି ମଧ୍ୟ ରହିଥାଏ, ମନ ଶାନ୍ତ ହେଇକରି ରହିଥାଏ। ଜୀବନରେ ଦେବୀ ଦେବତାଙ୍କୁ ଧ୍ୟାନ କରିବା ଦ୍ୱାରା ଆମର ମନ ଶାନ୍ତ ହେଇଥାଏ, ଆଉ ଆମେ ଏଇ ମାନେ ମନଟି ପୁରା ଶାନ୍ତ ଆଉ ଭଗବାନଙ୍କ ପାଖରେ ହିଁ ରହିଥାଏ। ତା ବ୍ୟତୀତ ଅମାବାସ୍ୟା ତିଥିରେ ଆପଣ ଯଦି ମୌନବ୍ରତ କରୁଛନ୍ତି, ଆପଣଙ୍କୁ ମୋକ୍ଷ ପ୍ରାପ୍ତି ମଧ୍ୟ ରହିଥାଏ। ତା ସହିତ ଆପଣ ସେଇଦିନ ମାନେ ମନେ ମନେ ଚାହିଁବେ ଯଦି ଭଗବାନଙ୍କର ନାମ ନେବେ, ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବେ। ତା ସହିତ ଏସବୁ କରିବା ଦ୍ୱାରା ଆପଣଙ୍କର ମଧ୍ୟ ବହୁତ ଶୁଭ ହେଇଥାଏ। ଦେଖନ୍ତୁ, ତା ସହିତ ତ୍ରିବେଣୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ, କାରଣ ଏଇ ଦିନ ପ୍ରୟାଗରାଜରେ ମାନେ ପ୍ରୟାଗରେ ତ୍ରିବେଣୀ ସ୍ନାନର ଯୋଗ ରହିଥାଏ। ତ୍ରିବେଣୀ ସ୍ନାନର ମାନେ ସେଠି ଗଙ୍ଗା, ଯମୁନା ଆଉ ମାନେ ଅଦୃଶ୍ୟ ଭାବେ ସରସ୍ୱତୀ ମାଙ୍କର ସେଠି ତୀର୍ଥ ମାନେ ଗୋଟିଏ ଜାଗାରେ ସେ ମିଳନ ହେଇଛି। ସେଠି ଯେହେତୁ ମାନେ ସେଇ ଜାଗାକୁ ତ୍ରିବେଣୀ କୁହାଯାଏ, ସେଠି ତ୍ରିବେଣୀରେ ସେଦିନ ସ୍ନାନ କରିବାର ଗୋଟେ ମହତ୍ତ୍ୱ ରହିଛି, ବହୁତ ବଡ଼ ପ୍ରଥା ରହିଛି। ଏମିତି ରହିଛି, ସେଦିନ ସ୍ନାନ କରିବା ଦ୍ୱାରା ମାନେ ସବୁ ପାପ ନଷ୍ଟ ହେଇଥାଏ, ସୁଖ ସମୃଦ୍ଧି ବୃଦ୍ଧି ହେଇଥାଏ। ତେଣୁକରି ସେଦିନକୁ ମଧ୍ୟ ତ୍ରିବେଣୀ ଅମାବାସ୍ୟା କୁହାଯାଇଥାଏ। ଏଇ ଦିନ କୌଣସି ବି ପବିତ୍ର ନଦୀ ଯେମିତିକି ଗଙ୍ଗା, ଯମୁନା ବା ତ୍ରିବେଣୀରେ ଯଦି ଆପଣ ସ୍ନାନ କରୁଛନ୍ତି, ବହୁତ ପୁଣ୍ୟ ବୋଲି କୁହାଯାଇଥାଏ। ଏହା କରିବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଥାଏ। ସେଦିନ ପିତୃପୁରୁଷଙ୍କୁ ପୂଜା କରିବା ବା ତାଙ୍କୁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ କରିବା ମଧ୍ୟ ବହୁତ ଶୁଭ ହେଇଥାଏ। ଏହା କରିବା ଦ୍ୱାରା ଆପଣଙ୍କ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ। ଏହା ବ୍ୟତୀତ କିଛିଟା ଏମିତି ମାନ୍ୟତା ରହିଛି ଯେ ଏଇ ଦିନ ମାନେ ମନୁ ଋଷି କ'ଣ କରିଥିଲେ? ଜନ୍ମଗ୍ରହଣ କରିଥିଲେ। ତେଣୁ ମନୁ ଋଷି ଯେହେତୁ ଜନ୍ମଗ୍ରହଣ କରିଥିଲେ, ତାଙ୍କୁ ମୌନ ଅମାବାସ୍ୟା ବୋଲି କୁହାଯାଇଥାଏ। ଏଇ ଦିନ ଆପଣ କ'ଣ କରିବେ? ଦେଖନ୍ତୁ, ଯେହେତୁ ଏତେ ବଡ଼ ପବିତ୍ର ଦିନଟି, ତ ଏହି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠିକରି କୌଣସି ପବିତ୍ର ନଦୀରେ ସ୍ନାନ କରିବେ। ଯଦି ପବିତ୍ର ନଦୀରେ ସ୍ନାନ କରିପାରୁନାହାନ୍ତି, ଘରେ ଗଙ୍ଗା ଜଳରେ ଆପଣ ସ୍ନାନ କରିବେ।
ଆଉ ଏହି ଦିନ ପୁରା ଦିନଟି ଆପଣ କ'ଣ କରିବେ, ମୌନ ବ୍ରତ ମାନେ ରହିବେ, ମୌନ ହେଇକରି ରହିବେ, ପାଟି ଚୁପ୍ କରି ରଖିବେ, ଯେମିତିକି ନିଜ ମନକୁ ଶାନ୍ତି ମିଳିବ ଆଉ ଏକାଗ୍ରତା ବଢ଼ିବ। ତା ସହିତ ନିଜର କ୍ଷମତା ଅନୁସାରେ କିଛି ବି କୌଣସି ଅସହାୟ କୌଣସି ଗରିବ ବ୍ୟକ୍ତିଙ୍କୁ ଆପଣ ସେଦିନ ଭୋଜନ କରିପାରିବେ, ଅନ୍ନ ଭୋଜନ କରିପାରିବେ, କି କୌଣସି ଭୋଜନ କରିପାରିବେ, କି ବସ୍ତ୍ର ଦାନ କରିପାରିବେ, କି ଆପଣଙ୍କ ସାମର୍ଥ୍ୟ ହିସାବରେ ଚାଉଳ, ଯେମିତିକି ଆମର ଚାଉଳ, ଆଳୁ, ତ ଫଳମୂଳ ଏସବୁ ଆପଣ ମଧ୍ୟ ଦାନ କରିପାରିବେ। ଆଉ ସେଦିନ ଭଗବାନ ବିଷ୍ଣୁଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରିପାରିବେ। ଭଗବାନ ବିଷ୍ଣୁଙ୍କ ସହିତ ଆପଣ ମା ତୁଳସୀ ବା ମା ବୃନ୍ଦାବତୀଙ୍କୁ ପୂଜା କରିପାରିବେ। ଭଗବାନ ଶିବଙ୍କର ମଧ୍ୟ ଆପଣ ସେଦିନ ପୂଜା କରିପାରିବେ। ମାନେ ସେଦିନ ପୂଜା କଲେ ବହୁତ ଭଲ। ତ ଏ ଠାକୁରଙ୍କର ମାନେ ନିହାତି ଭାବରେ ସେଦିନ ପୂଜା କରନ୍ତୁ। ତା ସହିତ ମୌନ ଅମାବାସ୍ୟାରେ ମୁଁ କହିଲି ପିତୃ ପୁରୁଷଙ୍କୁ ଯଦି ଆପଣ ତିଳ ତର୍ପଣ କରୁଛନ୍ତି ତାହେଲେ ତ ପିତୃଦୋଷ ବି ମାନେ ସେମାନେ ଖୁସି ହେଇଥାନ୍ତି। ଯଦି କାହାକୁ ପିତୃପୁରୁଷ ମାନେ ପିତୃଦୋଷ ଲାଗୁଛି ସେଥିରୁ ମୁକ୍ତି କରିବା ପାଇଁ ଆପଣ ସେଦିନ ଚେଷ୍ଟା କରିବେ ଯେ ଟିକେ ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ସ୍ନାନ କରିବେ। ସ୍ନାନ କରିସାରିଲା ପରେ ଆପଣ କ'ଣ କରିବେ, ପିତୃମାନଙ୍କର ମାନେ ତାଙ୍କ ଆତ୍ମାର ଶାନ୍ତି ପାଇଁ ସେଦିନ ତର୍ପଣ କରିବେ, ପିଣ୍ଡଦାନ କରିବେ। କାରଣ ଆପଣ ଯେତେ ଗୋଟେ ଭଲ ଦିନରେ ଆପଣ ତର୍ପଣ ବା ପିଣ୍ଡଦାନ କରୁଛନ୍ତି ସିଏ ସେଟା ପାଇବେ, ଯାହାଦ୍ୱାରା ଆପଣଙ୍କର ପିତୃଦୋଷ ଧୀରେ ଧୀରେ କମିବ। ତା ସହିତ ଆପଣ କ'ଣ କରିପାରିବେ, କୌଣସି ବି ପବିତ୍ର ନଦୀରେ କଳା ରାଶି ମଧ୍ୟ କିଛି ପକେଇ କରି ଆପଣ କ'ଣ କରିବେ, ସେ ଜଳ ମଧ୍ୟ ମାନେ କିଛି ଜଳରେ କଳା ରାଶି ପକେଇ ଆପଣ କ'ଣ କରିବେ, ସେ ପିତୃଙ୍କ ନାଁରେ ଆପଣ କ'ଣ କରିବେ, ଜଳ ଅର୍ପଣ କରିପାରିବେ। ଯାହାଦ୍ୱାରା ପିତୃଙ୍କର କୃପା ରହିବ, ପରିବାରରେ ସୁଖ ସମୃଦ୍ଧି ମଧ୍ୟ ରହିବ। ଆପଣ ଯଦି ପିତୃଙ୍କ ନାଁରେ କିଛି ଦାନ ପୁଣ୍ୟ ମଧ୍ୟ କରୁଛନ୍ତି ତାହେଲେ ମଧ୍ୟ ପିତୃଦୋଷ କମ୍ ହେଇଥାଏ। ଏଇ ଦିନ ବ୍ରାହ୍ମଣମାନଙ୍କୁ, ଗରିବ କି କୌଣସି ଅସହାୟ ବ୍ୟକ୍ତିଙ୍କୁ ଅନ୍ନ ଭୋଜନ କରିବା, କି କୌଣସି ପ୍ରକାର ଭୋଜନ କରିବା, ତାଙ୍କୁ ବସ୍ତ୍ର ଦେବା, ଅଟା, ଚାଉଳ, ଗୁଡ଼, ଫଳମୂଳ କି କମ୍ବଳ, ତ ଏସବୁ ଦାନ କରିବା ମଧ୍ୟ ଶୁଭ ହେଇଥାଏ। ମାନେ ଏସବୁ ଦାନ କରିବା ଦ୍ୱାରା ଆପଣଙ୍କ ପିତୃପୁରୁଷଙ୍କର ମାନେ ପିତୃଙ୍କର କୃପା ଆପଣଙ୍କ ଉପରେ ରହିଥାଏ। ଆଉ ଅମାବାସ୍ୟା ତିଥିରେ ପିତୃମାନେ କ'ଣ କରିଥାନ୍ତି, ମାନେ ଓସ୍ତ ଗଛରେ ବାସ କରିଥାନ୍ତି। ତ ଏଇ ଦିନରେ ଯଦି ଆପଣ ଓସ୍ତ ଗଛକୁ ପୂଜା କରୁଛନ୍ତି ଆଉ ତାଙ୍କ ଜଳ ଅର୍ପଣ କରୁଛନ୍ତି, ଗୋଟେ କିଛି ନହେଲେ ଗୋଟେ ଦୀପଦାନ ଆଉ ଟିକେ ଜଳ ଅର୍ପଣ ଯଦି କରିବେ, ତାଙ୍କର ମାନେ ତାଙ୍କୁ ମଧ୍ୟ ଶାନ୍ତି ମିଳିବ। ଆଉ ତାଙ୍କର ଯଦି ସିଏ ଖୁସି ଅଛନ୍ତି, ସିଏ ଶାନ୍ତି ଅଛନ୍ତି, ତ ଆପଣଙ୍କ ଉପରେ କିଛି ବି ଅସୁବିଧା ହେବନି, ଆପଣଙ୍କର ସବୁ କିଛି ବହୁତ ଭଲ ରହିବ। ତା ସହିତ ଆପଣ ଚାହିଁବେ ଯଦି ଏହି ମାନେ ମାଘୀ ଅମାବାସ୍ୟାରେ ଆପଣ କଞ୍ଚା କ୍ଷୀରରେ କିଛି ଚାଉଳ, କିଛି ରାଶି ମିଶେଇ କରି କୌଣସି ମାନେ ଜଳରେ, ମାନେ କୌଣସି ପବିତ୍ର ନଦୀରେ ଯଦି ତାକୁ ଭସେଇ ଦେଉଛନ୍ତି, ପ୍ରବାହିତ କରାଉଛନ୍ତି, ତାହେଲେ ମଧ୍ୟ ପିତୃଦୋଷ କମ୍ ହେଇଯାଇଥାଏ। ଆଉ ଜୀବନରେ ଯାହା ବି ଦୁଃଖ କଷ୍ଟ ଯାହା ବି ରହିଥାଏ ସିଏ ମଧ୍ୟ ଧୀରେ ଧୀରେ ଦୂର ହେଇଥାଏ। ତା ବ୍ୟତୀତ ଏଇ ଦିନ ଆପଣ ମାନେ ଗାଈ କି କୁକୁର କି କାଉ ମାନେ କୌଣସି ପଶୁ ପକ୍ଷୀଙ୍କୁ ମଧ୍ୟ ଆପଣ କିଛି ଭୋଜନ ଦେଇପାରିବେ। ଗାଈକୁ ଆପଣ ଚାରା ଯେମିତିକି ଘାସ ଦେଇପାରିବେ, ରୁଟି ଦେଇପାରିବେ, ଏସବୁ ଦେଇପାରିବେ। କୁକୁରକୁ ସେମିତି ରୁଟି ଏସବୁ ଜିନିଷ ଦେଇପାରିବେ, କାଉକୁ ରୁଟି ଦେବେ। ତ ସେମାନଙ୍କୁ ଖାଇବାକୁ ଦେଲେ ଆପଣଙ୍କ ପାଇଁ ବହୁତ ଶୁଭ ହେଇଥାଏ। ତ ପିତୃମାନଙ୍କର କୃପା ଆପଣଙ୍କ ଉପରେ ମଧ୍ୟ ରହିଥାଏ ଆଉ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହେଇଥାଏ। ତ ଏହିପରି କିଛିଟା ଜିନିଷ ଅଛି ଯାହାକି ତ୍ରିବେଣୀ ଅମାବାସ୍ୟାରେ କରିବା ନିହାତି ଭାବରେ ଦରକାର। ତା ବ୍ୟତୀତ ତ୍ରିବେଣୀ ଅମାବାସ୍ୟାରେ ଆପଣ ଆଇଁଷ ଖାଇବେ ନାହିଁ। ଆଉ ଆମିଷ, ପିଆଜ ରସୁଣ ସେଦିନ ନ ଖାଇଲେ ବହୁତ ଭଲ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।